ପାଟିରୁ ଲାଳ ଗଡିଯିବ। ପାଟିରୁ ଲାଳ ଗଡିଯିବ କହିଲେଣି। ଏ କୋଳି କେବେ ଖାଇଛ? ଏ କୋଳିର ନାମ କଣ? ଏ କୋଳିର ନାମ କଣ? ଏ କୋଳିର ନାମ ହଉଛି ପାଗଡା କୋଳି। ପାଗଳା କୋଳି। ହଁ ଏଇ ଜଙ୍ଗଲରେ ହେଇଛି? ହଁ ଜଙ୍ଗଲ ଅଛି। ଏ ମାନେ ପାଚି ହେଇଛି? ହଁ ପାଚି ଯାଇଛି। ଜୁଲାଇ ମାସ ପ୍ରାୟ ପାଚେ। ହଁ କେବେ ଧରେ ଏଟା? ହବ 2-3 ମାସ ଆଗରୁ। 2-3 ମାସ ଆଗରୁ ଧରେ। ହଁ ଏଇ ଜୁଲାଇ ମାସ ପାଚିଯାଏ, ପାଚିଯାଏ, ତାପରେ ପରେ ସରିଯିବ, ମିଳିବନି ଆଉ। ତାହେଲେ ଆ ସିଜନଟା ପାଚିଲା ହଁ ସିଜନ ଏଇ ଜୁଲାଇ ଟାଇମ। ମାସ। ହଁ ଆଜ୍ଞା ଆଜ୍ଞା। ତ ମୟୂରଭଞ୍ଜକୁ ଆସିଥିଲି, ଆଉ ମୟୂରଭଞ୍ଜରେ ବର୍ତ୍ତମାନ ପିଲାମାନେ ଜଙ୍ଗଲରୁ ତୋଳିକି ଆଣିଛନ୍ତି ପାଗଳା କୋଳି। ଟିକେ ଟେଷ୍ଟ କରିବାନି ନା? ପାଗଳା କୋଳି କୋଉମାନଙ୍କୁ ଖାଇବାକୁ ଭଲ ଲାଗେ କମେଣ୍ଟ କରି ଜଣାନ୍ତୁ, ଆଉ କେମିତି ଟେଷ୍ଟଟା ଲାଗେ। ଖଟା ମିଠା ଟିକେ ରହୁଛି, କୋଳିଟା ରହୁଛି ତାର ଉପରେ ଗ୍ରୀନ୍ ରହୁଛି ଚୋପାଟା, ଛଡ଼ ଦେଲା ପରେ ଭିତରେ ଏଇ ହଳଦୀ ରଙ୍ଗର ବାହାରୁଛି, ଖଟା ମିଠା ଟେଷ୍ଟ ଆଉ।